ଆଜି ଆମେ ଏକ ବହୁତ ଶକ୍ତିଶାଳୀ କାହାଣୀ ବିଷୟରେ ଜାଣିବା। ଗୋଟେ ଏମିତି କାହାଣୀ ଯାହା ଆମକୁ ଦେଖାଇବ କି ଆମ ଭାବନା, ଆମ ମାନସିକତା କେମିତି ଆମ ପାଇଁ ବାସ୍ତବତାକୁ ଗଢ଼ିପାରେ। କେବେ ଭାବିଛନ୍ତି କେମିତି ଦୁଇଟା ଏକାଭଳି ଦଳ ସବୁକିଛି ସମାନ ସମାନ ଚ୍ୟାଲେଞ୍ଜ, ତା ସତ୍ତ୍ୱେ ସେମାନଙ୍କର ଫଳାଫଳ ପୂରାପୂରି ଅଲଗା ହୋଇଯାଏ? ଏଇଟା ଗୋଟେ ବଡ଼ ପ୍ରଶ୍ନ, ନୁହେଁ କି? ଚାଲନ୍ତୁ ଗୋଟେ କାହାଣୀ ଭିତରକୁ ଯିବା ଆଉ ଏହାର ରହସ୍ୟ ଖୋଜିବା। ଆଚ୍ଛା, ତେବେ କଳ୍ପନା କରନ୍ତୁ ଦୁଇଟା ଟିମ୍ ଅଛି। ଦୁଇ ଜଣଙ୍କୁ ଗୋଟିଏ ହିଁ କାମ ଦିଆଯାଇଛି, ଆଉ ମଜାର କଥା ହେଉଛି ସେମାନଙ୍କ ପାଖରେ ସବୁକିଛି ସମାନ। ଏକାଭଳି ସମ୍ବଳ, ଏକାଭଳି ଦକ୍ଷତା, ଏମିତିକି ସମୟ ବି ସମାନ। କିନ୍ତୁ କାମ ଆରମ୍ଭରୁ ହିଁ ସେମାନଙ୍କ ମନ ଭିତରେ ଦୁଇଟା ପୂରାପୂରି ଅଲଗା ଭାବନା ଥିଲା। ଦେଖନ୍ତୁ, ଏଇଠି ହିଁ ଥିଲା ପ୍ରକୃତ ପାର୍ଥକ୍ୟ। ଗୋଟେ ଟିମ୍ ଭାବୁଥିଲା, ଏଇଟା ଟିକେ କଷ୍ଟ ଅଛି, ଦେଖିବା ଆଗକୁ କ'ଣ ହେଉଛି। ଟିକେ ସନ୍ଦେହ, ଟିକେ ଦ୍ୱିଧା। କିନ୍ତୁ ଅନ୍ୟପଟେ ଦ୍ୱିତୀୟ ଟିମ୍ର ମନୋଭାବ ପୁରା ସ୍ପଷ୍ଟ ଥିଲା। ଆମେ ଏଇଟା କରିବୁ ହିଁ କରିବୁ, ଯାହା ହେଇଯାଉ ପଛେ। ଦେଖିବାକୁ ଗଲେ ଏଇଟା ଗୋଟେ ଛୋଟ କଥା, କିନ୍ତୁ ଏଇ ଛୋଟ ଭାବନା ହିଁ ସେମାନଙ୍କର ପୁରା ଯାତ୍ରାକୁ ଦୁଇଟି ଅଲଗା ଅଲଗା ରାସ୍ତାକୁ ନେଇଗଲା। ଚାଲନ୍ତୁ ପ୍ରଥମେ ସେଇ ଟିମ୍ର କଥା ଦେଖିବା ଯାହାର ଆରମ୍ଭ ହିଁ ଗୋଟେ ସନ୍ଦେହରୁ ହୋଇଥିଲା। ଆଉ ହେଲା ବି ସେୟା। ସେମାନଙ୍କ ମନରେ ଯେଉଁ ଛୋଟ ସନ୍ଦେହ ଥିଲା ନା, ତାହା ବାସ୍ତବରେ ସତ ହେବାକୁ ଲାଗିଲା। ଯେମିତିକି ପ୍ରଥମ ସମସ୍ୟା ଆସିଲା, ସେମାନଙ୍କର ଗତି ଧିମା ପଡ଼ିଗଲା। ଆଉ ଯେତେବେଳେ ଲୋକମାନେ ମନା କଲେ ବା କାମ ହେଲାନି, ସେମାନେ ଏହାକୁ ଏକ ଆହ୍ୱାନ ଭାବେ ନେଲେନି। ବରଂ ସେମାନଙ୍କୁ ଲାଗିଲା ଯେମିତି ଏଠି ରାସ୍ତା ବନ୍ଦ ହୋଇଗଲା। ସେମାନେ ସିଧା ପଛକୁ ହଟିଗଲେ। ଆଉ ଫଳ କ'ଣ ହେଲା? ଧୀରେ ଧୀରେ ଏଇ ଯେଉଁ ଦ୍ୱିଧା ଆଉ ପଛଘୁଞ୍ଚା ମନୋଭାବ ଥିଲା, ସେଇଟା ସେମାନଙ୍କର ସବୁ ଶକ୍ତି, ସବୁ ଉତ୍ସାହକୁ ଶେଷ କରିଦେଲା। ଆଉ ଯେତେବେଳେ ଶକ୍ତି ହିଁ ନାହିଁ, ଫଳାଫଳ ତ ତଳକୁ ଖସିବ ହିଁ ଖସିବ। କିନ୍ତୁ ଏବେ ଆସିବା ସବୁଠୁ ମଜାଦାର କଥାକୁ। ସେଇ ସମାନ ପରିସ୍ଥିତି, ସମାନ ବାଧାବିଘ୍ନ, କିନ୍ତୁ ଦ୍ୱିତୀୟ ଟିମ୍ ଏହାକୁ କେମିତି ସାମ୍ନା କଲା? ସେମାନଙ୍କର ରାସ୍ତା ପୂରା ଅଲଗା ଥିଲା। ସେମାନଙ୍କର କାମ କରିବାର ଶୈଳୀ ପୂରାପୂରି ସକାରାତ୍ମକ ଥିଲା। ଯେତେବେଳେ କୌଣସି ଚ୍ୟାଲେଞ୍ଜ ଆସୁଥିଲା, ସେମାନେ ଭାବୁଥିଲେ ଏଇଟା ତ ଯାତ୍ରାର ଗୋଟେ ଅଂଶ। ଯଦି ଗୋଟେ ଉପାୟ କାମ କରୁନଥିଲା, ସେମାନେ ଡରି ଯାଉନଥିଲେ, ବରଂ ତୁରନ୍ତ ଗୋଟେ ନୂଆ ଉପାୟ ଖୋଜୁଥିଲେ। ଆଉ ସବୁଠୁ ବଡ଼ କଥା, ଯଦି କେହି ନା କହୁଥିଲା, ସେମାନେ ହାର ମାନୁନଥିଲେ। ସେମାନେ ଲାଗି ରହୁଥିଲେ, ପୁଣି ଚେଷ୍ଟା କରୁଥିଲେ। କାରଣ ସେମାନଙ୍କ ପାଇଁ ନାର ଅର୍ଥ ଶେଷ ନୁହେଁ, ବରଂ ଏକ ନୂଆ ସୁଯୋଗ ଥିଲା। ତେବେ ଏଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି। ଯଦି ସବୁ ପରିସ୍ଥିତି ସମାନ ଥିଲା, ତେବେ ପ୍ରକୃତରେ କୋଉ ଗୋଟିଏ ଜିନିଷ ଥିଲା ଯାହା ଏତେ ବଡ଼ ପାର୍ଥକ୍ୟ ସୃଷ୍ଟି କଲା? କ'ଣ ସେମାନଙ୍କର ଦକ୍ଷତାରେ କିଛି ଫରକ ଥିଲା? ନା। କ'ଣ ସମ୍ବଳ କମ୍ ବେଶୀ ଥିଲା? ବିଲକୁଲ ନୁହେଁ। କିମ୍ବା କାହାକୁ ଅଧିକ ସୁଯୋଗ ମିଳିଥିଲା? ନା, ସେମିତି ବି କିଛି ନଥିଲା। ପ୍ରକୃତ କାରଣଟା ଏସବୁଠୁ ବହୁତ ଗଭୀରରେ ଥିଲା। ସେହି ଗୋଟିଏ ଜିନିଷ, ସେହି ଏକମାତ୍ର ନିର୍ଣ୍ଣାୟକ କାରକ ଥିଲା ବିଶ୍ୱାସ। ହଁ, କେବଳ ବିଶ୍ୱାସ। ସଫଳ ହେବାର ସେହି ଅଟଳ ଦୃଢ଼ ବିଶ୍ୱାସ। ଏ କଥାକୁ ହେନରୀ ଫୋର୍ଡ ବହୁତ ସୁନ୍ଦର ଭାବରେ କହିଛନ୍ତି। ସେ କହିଥିଲେ, ଯଦି ଆପଣ ଭାବୁଛନ୍ତି ଯେ ଆପଣ କରିପାରିବେ କିମ୍ବା ଆପଣ ଭାବୁଛନ୍ତି ଯେ ଆପଣ କରିପାରିବେ ନାହିଁ, ଦୁଇଟି ଯାକ କ୍ଷେତ୍ରରେ ଆପଣ ଠିକ୍। ଆଉ ଏହି କାହାଣୀ ତାର ଗୋଟେ ଜ୍ୱଳନ୍ତ ଉଦାହରଣ। ଆଚ୍ଛା, ତେବେ ଏହି କାହାଣୀରୁ ମିଳିଥିବା ଶିକ୍ଷାକୁ ଆମେ ନିଜ ଜୀବନରେ, ନିଜ କାମରେ କେମିତି ଲଗେଇ ପାରିବା? ଚାଲନ୍ତୁ ଟିକେ ଦେଖିବା। ଦେଖନ୍ତୁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ମୁହୂର୍ତ୍ତରେ ଆମେ କୌଣସି କଥା ଉପରେ ମନରୁ, ହୃଦୟରୁ ବିଶ୍ୱାସ କରିନେଉ, ସେହି ମୁହୂର୍ତ୍ତରେ ହିଁ ଆମର କାର୍ଯ୍ୟ, ଆମର ଶକ୍ତି ଆଉ ଆମର ଧୈର୍ଯ୍ୟ ସବୁକିଛି ସେହି ଗୋଟିଏ ଲକ୍ଷ୍ୟ ଦିଗରେ ଚାଲିବା ଆରମ୍ଭ କରିଦିଏ। ଏସବୁ ଯେମିତି ଗୋଟେ ସୂତାରେ ବନ୍ଧା ହୋଇଯାଏ। ତେଣୁ ଶେଷରେ କଥା ଆସି ଏଇଠି ଅଟକୁଛି। ଆମର କାର୍ଯ୍ୟ ଆମ ବିଶ୍ୱାସର ହିଁ ପ୍ରତିଫଳନ। ତେବେ ଆମକୁ ବାଛିବାକୁ ପଡ଼ିବ, ଆମେ କେଉଁ ପ୍ରକାରର ବିଶ୍ୱାସର ସ୍ଥାପତ୍ୟ ଗଢ଼ିବାକୁ ଚାହୁଁଛେ, ସନ୍ଦେହର ନା ଦୃଢ଼ ନିଶ୍ଚୟର? କାରଣ ଯାହା ଆମେ ବିଶ୍ୱାସ କରିବୁ, ସେଇଆ ହିଁ ଆମେ ହାସଲ କରିବୁ।